ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଏକ ନମ୍ବର, ଗଛଟି ନରମ ଗଳାରେ କାହାକୁ କହୁଛି? ଗଛଟି ନରମ ଗଳାରେ ଦୁଇ ଭାଇ ଭଉଣୀଙ୍କୁ କହୁଛି। ଜନ୍ମ କାଳରୁ ଗଛଟି କେଉଁ କେଉଁ ଯାତନା ସହି ଆସିଛି? ଜନ୍ମ କାଳରୁ ଗଛଟି ବରଷା, ଝଡ଼ି, ଖରା, କାକର ଭଳି ଯାତନା ସହି ଆସିଛି। ଗଛ ଆମ ପାଇଁ କ'ଣ ସବୁ ସାଇତି ରଖିଛି? ଗଛ ଆମ ପାଇଁ ଚେରମୂଳ ଠାରୁ ଆରମ୍ଭ କରି ଡାଳ ପତ୍ରରେ ଫୁଲ ଫଳ ଯାଏ ସବୁକିଛି ସାଇତି ରଖିଛି। ଗଛର ଭାଷାରେ ଆମେ କାହାକୁ ମୂଳମନ୍ତ୍ର କରିବା ଉଚିତ? ଗଛର ଭାଷାରେ ଆମେ ପର ଉପକାର କରିବା ପାଇଁ କର୍ମକୁ ମୂଳମନ୍ତ୍ର କରିବା ଉଚିତ। କ'ଣ ନ କରିବାକୁ ଗଛଟି ଅନୁରୋଧ କରିଛି? ସାରା ଜୀବନ କର୍ମ ପଥରେ ଅବହେଳା ନ କରିବାକୁ ଗଛଟି ଅନୁରୋଧ କରିଛି। ତଳେ କେତେଗୁଡ଼ିଏ ପ୍ରଶ୍ନ ଓ ସେମାନଙ୍କର ଉତ୍ତର ରଖାଯାଇଛି। ଠିକ୍ ଉତ୍ତରଟି ପାଖରେ ଦିଆଯାଇଥିବା ଘରେ ଠିକ୍ ଚିହ୍ନ ଦିଅ। ଏକ ନମ୍ବର, ଜୀବନସାରା କେଉଁ ପଥରେ ହେଳା ନ କରିବାକୁ ବୃକ୍ଷ କହିଛି? କର୍ମ ପଥରେ। ଦୁଇ ନମ୍ବର, ଗଛ କ'ଣ କରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଉଛି? ବକଳ ହୃଦୟ ଚିରି। ତିନି ନମ୍ବର, ଜଗତ ହିତରେ କ'ଣ କରିବା ଉଚିତ? ଗଛ ଲଗାଇବା। ଚାରି ନମ୍ବର, ପର ଉପକାର କରିବା ପାଇଁ କାହାକୁ ମୂଳମନ୍ତ୍ର କରିବା ଉଚିତ? କର୍ମକୁ। ପାଞ୍ଚ ନମ୍ବର, ଜାଣିପାରିବିନି ଏ ରୂପ ମୋହର କେତେ ସାଧନାର ଫଳ। ଏ କଥା କିଏ କହିଛି? ଗଛ କହିଛି। ଗଛ କେବେ କାହା ସହିତ କଥା ହେବାର ତୁମେ ଜାଣିଛ? ନା, ଗଛ କେବେ କାହା ସହିତ କଥା ହେବାର ମୁଁ ଜାଣିନାହିଁ। ଖ, ତୁମେ କେବେ ଗଛ ସହିତ କଥା ହୋଇଛ କି? ମନେ ରଖ, ଗଛମାନେ ପରସ୍ପର ସହ କଥା ହୁଅନ୍ତି। ନା, ମୁଁ କେବେ ଗଛ ସହିତ କଥା ହୋଇନି, ହେଲେ ଗଛମାନେ ପରସ୍ପର ସହ କଥା ହୁଅନ୍ତି। ଗ, ମନେକର ତୁମେ ଗଛଟିଏ, ତେବେ ତୁମେ ବନ୍ଧୁ ସହିତ କ'ଣ କଥାବାର୍ତ୍ତା ହେବ କୁହ? ସାଙ୍ଗ, ଏବେ ଆମ ପରିବେଶ ବିଗିଡ଼ି ଗଲାଣି। ଏହି ସ୍ୱାର୍ଥପର ମଣିଷମାନେ ଆମକୁ ପ୍ରତିଦିନ କାଟି ଚାଲିଛନ୍ତି। ସେମାନେ ଆମର ଯତ୍ନ ନେଉନାହାନ୍ତି। ଦିନ ଆସିବ, ସେମାନେ ବହୁତ କଷ୍ଟ ପାଇବେ। ଦୁଇ ନମ୍ବର କ, ନରମ ଗଳାରେ ଗଛଟି କହଇ
ଶୁଣରେ ମଣିଷ ଭାଇ, ଫଳ ଖାଇବାକୁ ବଳାଉଛ ମନ, ଆପତ୍ତି ମୋହର ନାହିଁ। ଉପର ଲିଖିତ କବିତାର ଧାଡ଼ିରେ ଗଛଟି ମଣିଷମାନଙ୍କୁ ତା ଦୁଃଖ କଥା ଜଣାଉଛି। ଶେଷରେ ଗଛ ଲଗାଇବା ପାଇଁ ଆମ୍ଭମାନଙ୍କୁ ଶପଥ କରାଉଛି। ଖ ଦିନେ ସକାଳେ ତୁମେ ବୁଲୁଥିବା ବେଳେ ହାତୀ ଛୁଆଟିଏ ଯାଉଥିବାର ଦେଖିଲ। ହାତୀ ଛୁଆଟି ତୁମକୁ ଦେଖି ଅଟକିଲା, ତୁମେ ବି ଅଟକିଲ। ପରସ୍ପରକୁ କିଛି ସମୟ ଚାହିଁଲ। ଧୀରେ ଧୀରେ ତୁମ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆସିଲା। ତୁମେ ଦୁହେଁ କଥାବାର୍ତ୍ତା ହେଲ। ତୁମେ ଦୁହେଁ କ'ଣ କଥାବାର୍ତ୍ତା ହେଲ, ବନ୍ଧୁ ମେଳରେ ଆଲୋଚନା କର। ଦିନେ ହାତୀ ଛୁଆ ସହିତ ମୋର ବନ୍ଧୁତା ହୋଇଗଲା। ସେ ଆମ ଘରକୁ ଆସିବାକୁ କହିଲା। ଲୋକମାନେ କିପରି ବଣ ନଷ୍ଟ କରିଦେବାରୁ ସେମାନେ ଆଶ୍ରୟ ଓ ଖାଦ୍ୟ ନ ପାଇ ଜନବସତି ଆଡ଼କୁ ପଳାଇ ଆସୁଛନ୍ତି, ତାହା କହିଲା। ବଡ଼ ବଡ଼ ଦନ୍ତା ହାତୀମାନେ ଘରଦ୍ୱାର ଭାଙ୍ଗିଦେବା ସହିତ ମଣିଷକୁ ମାରି ଦେଉଛନ୍ତି ବୋଲି କହିଲା। ମୁଁ ହାତୀ ଛୁଆକୁ କହିଲି, ତୁମେ ଯେତେବେଳେ ମୋର ବନ୍ଧୁ ହେଲ, ଆମେ ଆଉ କେହି କାହାର କ୍ଷତି କରିବା ନାହିଁ। ହାତୀ ଛୁଆ ମୋ କଥା ଶୁଣି ଖୁସିରେ ତା'ର ଶୁଣ୍ଢକୁ ହଲାଇ ହଲାଇ ବଣ ଭିତରକୁ ଚାଲିଗଲା। ଭାବ ଓ ଲେଖ। 1 ନମ୍ବର। କ'ଣ କଲେ ଆମ ଧରଣୀ ହତଶ୍ରୀ ହେବ ନାହିଁ? ଜଗତ ହିତରେ ପ୍ରଚୁର ଗଛ ଲଗାଇଲେ ଚାରିଆଡ଼ ସବୁଜିମାରେ ଭରିଯିବ। ଆମ ଧରଣୀ ଆଉ ହତଶ୍ରୀ ହେବ ନାହିଁ। 2 ନମ୍ବର। ଗଛ ତା ଜୀବନରେ କି ଯାତନା ସହିଛି? ଜନ୍ମ ହେଲା ବେଳରୁ ଗଛ ନାନା ପ୍ରକାର ଯାତନା ସହିଛି। କେତେ ଝଡ଼ ବର୍ଷା, ଖରା କାକର ସହିଛି। ଲୋକମାନେ ତା'ର ଡାଳପତ୍ର ଛିଣ୍ଡାଇ ନାରଖାର କରୁଛନ୍ତି, ଫୁଲ ଫଳକୁ ଛିଣ୍ଡାଇ ନେଉଛନ୍ତି। ଏପରିକି ସେ ନାନା କଷ୍ଟ ସହିଛି। 3 ନମ୍ବର। ଆମେ ସବୁ ଗଛକୁ କିପରି କଷଣ ଦେଉଛେ? ଆମେ ଗଛର ଡାଳପତ୍ର ଭାଙ୍ଗି ଦେଉଛୁ, ଫୁଲ ଫଳକୁ ଛିଣ୍ଡାଇ ନେଉଛୁ, ଆବଶ୍ୟକ ହେଲେ ଗଛକୁ ମୂଳରୁ ହାଣି ଦେଉଛୁ। ତା'ର ଡାଳ ଭାଙ୍ଗି ଦେଲାବେଳେ ଯେଉଁ କ୍ଷୀର ବହୁଛି, ତାହା ତା'ର ଲୁହଧାର ବହିଲା ପରି ଜଣାପଡ଼ୁଛି। ହେଲେ ଆମେ ତା'ର ସେହି କଷ୍ଟକୁ ଜାଣିପାରୁ ନାହୁଁ। 4 ନମ୍ବର। ଆମ ପାଇଁ ଗଛ କ'ଣ ସାଇତି ରଖିଛି? ଗଛ ଆମ ପାଇଁ ତା'ର ଚେରମୂଳ ସହିତ ଫଳମୂଳ ସାଇତି ରଖିଛି। ତା'ର ପତ୍ର ଆଉ ଡାଳକୁ ଆମକୁ ଛାଇ ଦେବା ପାଇଁ ରଖିଛି। ଚେରଠାରୁ ଆରମ୍ଭ କରି ବକଳ ଯାଏ ଗଛ ଆମ ପାଇଁ ସାଇତି ରଖିଛି। 5 ନମ୍ବର। ଗଛର ଉପକାର ପାଇଁ ତୁମେ କ'ଣ କରିବ? ଗଛର ଉପକାର ପାଇଁ ଆମେ ତା'ର ଯତ୍ନ ନେବା, ତାକୁ ସୁରକ୍ଷା ଦେବା, ଅଧିକ ସଂଖ୍ୟକ ଗଛ ଲଗାଇବା, ଗଛକୁ ପାଣି ଦେଇ ବଢ଼ାଇବା, ଝଡ଼ ବର୍ଷା ଓ ଖରାରୁ ତାକୁ ରକ୍ଷା କରିବା, ଗଛ କେବେ କାଟିବା ନାହିଁ। ଆସ କବିତାକୁ ବୁଝିବା। କବିତାଟିକୁ ଆଉଥରେ ପଢ଼। ତଳେ ଦିଆଯାଇଥିବା ପଦ୍ୟାଂଶରୁ ଯାହା ବୁଝିଲ ବନ୍ଧୁମାନଙ୍କ ସହ ଆଲୋଚନା କରି ଲେଖ। 1 ନମ୍ବର। କ୍ଷୀର ନୁହେଁ ଏ ତ ଲୋତକ ଧାରାରେ, ନୟରୁ ଝରଇ ମୋର। କ୍ଷୀର ନୁହେଁ ଝରଇ ମୋର। ଉକ୍ତ ପଦ୍ୟାଂଶଟି ଡକ୍ଟର ରାମଚନ୍ଦ୍ର ନାୟକଙ୍କ ଲିଖିତ ଗଛ କାହାଣୀ ପଦ୍ୟରୁ ଆନିତ।
ଏଠାରେ କବି ଗଛରୁ ବାହାରୁଥିବା କ୍ଷୀରକୁ ତାର ନୟନରୁ ନିର୍ଗତ ଲୋତକ ଧାରା ବୋଲି ତାହା ବର୍ଣ୍ଣନା କରିଛନ୍ତି। ଫଳ ଖାଇବାକୁ ପିଲାମାନେ ଗଛର ଡାଳକୁ ଟାଣି ନେଉଛନ୍ତି। ସେଥିରେ ସେ ବହୁତ କଷ୍ଟ ପାଉଛି। ତାହା ପିଲାମାନେ ଜାଣିପାରୁ ନାହାନ୍ତି। ଡାଳ ଭାଙ୍ଗିଗଲେ ତା ଦେହରୁ କ୍ଷୀର ଝରି ପଡ଼ୁଛି। ତାହା ଗଛର କ୍ଷୀର ନୁହେଁ, ବରଂ ଗଛର ଆଖିରୁ ବହି ଯାଉଥିବା ଲୁହଧାର ଅଟେ। ଏହି ଲୁହଧାର ତାର ପ୍ରାଣରେ ଜାତ ହୋଇଥିବା କଷ୍ଟକୁ ଜଣାଉଛି। ଏହାକୁ ସମସ୍ତେ ଶୁଣିବା ଉଚିତ ବୋଲି ଗଛ ଗୁହାରି କରିଛି। ବାସ୍ତବରେ କବିଙ୍କର ଏହି ଉକ୍ତିଟି ଯଥାର୍ଥ ଅଟେ। 2 ନମ୍ବର, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶ୍ରୀ। ଧରଣୀ ହସିଲେ ହତଶ୍ରୀ। ଉକ୍ତ ପଦ୍ୟାଂଶଟି ଡକ୍ଟର ରାମଚନ୍ଦ୍ର ନାୟକଙ୍କ ଲିଖିତ ଗଛ କାହାଣୀ ପଦ୍ୟରୁ ଆନୀତ। ଏଠାରେ କବି ଆମ ପରିବେଶ କିପରି ହତଶ୍ରୀ ହେବ ନାହିଁ ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଗଛ ଆମର ସେବା କରିଚାଲିଛି, ଆମକୁ ଛାଇ ଦେଉଛି, ଫଳ ଫୁଲ ଦେଉଛି। ତାର ଫଳ ଖାଇ ତା ଆଗରେ ସମସ୍ତେ ଶପଥ ନେବା ପାଇଁ ଗଛ ନିବେଦନ କରିଛି। ସାରା ଜୀବନ କର୍ମପଥରେ ଚାଲିଲା ବେଳେ କେବେ ଅବହେଳା କରିବ ନାହିଁ ବୋଲି ସେ କହିଛି। ଏପରିକି ଜଗତର ହିତ ପାଇଁ ଗଛ ଲଗାଇବାକୁ ସେ କହିଛି। ଗଛ ଲଗାଇଲେ ଚାରିଆଡ଼ ସବୁଜିମାରେ ଭରିଯିବ, ଧରଣୀ ହସି ଉଠିବ, ଆମ ପରିବେଶ ସବୁଜ ସୁନ୍ଦର ହୋଇଉଠିବ, ଯାହାଫଳରେ ଧରଣୀ ଆଉ ହତଶ୍ରୀ ହେବ ନାହିଁ। ବାସ୍ତବରେ ଗଛର ଏହି ନମ୍ର ନିବେଦନ ଯଥାର୍ଥ ଅଟେ। 3 ନମ୍ବର, ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି। ମୋ ଫଳ କରରେ ରହି। ଉକ୍ତ ପଦ୍ୟାଂଶଟି ପଠିତ ପଞ୍ଚମ ଶ୍ରେଣୀ ସାହିତ୍ୟ ବହି ଭାଷା ମହକର ଗଛ କାହାଣୀ ପଦ୍ୟରୁ ଆନୀତ। ଏଠାରେ କବି ଡକ୍ଟର ରାମଚନ୍ଦ୍ର ନାୟକ ଗଛର ଫଳ ଖାଇ ପିଲାମାନେ କେଉଁ ଶପଥ କରିବେ ତାହା ବର୍ଣ୍ଣନା କରାଯାଇଛି। ଗଛ ତାର ମନ କଥା ଖୋଲି କହୁଛି ଯେ ମଣିଷମାନେ ତାକୁ ଏତେ ଆଉ ବିକଳ କରନ୍ତୁ ନାହିଁ। ସେ ମଣିଷର ସେବାରେ ସର୍ବଦା ରହିଛି। ସେମାନେ ତାର ଫଳ ଯେତେ ଖାଇବା କଥା ଖାଆନ୍ତୁ, ହେଲେ ତାର ଫଳକୁ ଖାଇ ତା ଆଗରେ ଶପଥ କରନ୍ତୁ ସାରା ଜୀବନ ସେମାନେ ପରର ଉପକାର କରିବେ, କର୍ମ ପଥରେ କେବେହେଲେ ଅବହେଳା କରିବେ ନାହିଁ, ଗଛକୁ ଆଉ କଷ୍ଟ ଦେବେ ନାହିଁ। ଗଛର ମଧ୍ୟ ଜୀବନ ଅଛି, ସେ ସବୁ କଷ୍ଟକୁ ଅନୁଭବ କରିପାରିଥାଏ। ବାସ୍ତବରେ ଗଛର ଏଇ ଶପଥକୁ ଆମେ ମାନିନେବା ଉଚିତ। 4 ନମ୍ବର, କରମକୁ ମୂଳ ମନ୍ତର କରିଣ ପର ଉପକାର କର। କରମକୁ ଉପକାର କର। ଉକ୍ତ ପଦ୍ୟାଂଶଟି ପଠିତ ପଞ୍ଚମ ଶ୍ରେଣୀ ସାହିତ୍ୟ ବହି ଭାଷା ମହକର ଗଛ କାହାଣୀ ପଦ୍ୟରୁ ଆନୀତ। ଏଠାରେ କବି ଡକ୍ଟର ରାମଚନ୍ଦ୍ର ନାୟକ କର୍ମକୁ ମୂଳମନ୍ତ୍ର କରି କିପରି ପରର ଉପକାର କରିବାକୁ ହେବ ତାହା ବର୍ଣ୍ଣନା କରିଛନ୍ତି। ଗଛର ଫୁଲଭରା ଦେହକୁ ଦେଖି ମଣିଷମାନେ ଈର୍ଷା କରୁଛନ୍ତି, ହେଲେ ତାର ଏଇ ରୂପ ଯେ କେତେ ସାଧନାର ଫଳ ତାହା ସେମାନେ ଜାଣିପାରିବେନି। ସେମାନେ ନିର୍ଣ୍ଣୟ ଭାବରେ ତାର ଡାଳକୁ ଭାଙ୍ଗୁଛନ୍ତି, ତାର ଫୁଲକୁ ତୋଳି ନେଉଛନ୍ତି। ଗଛଟି ସାନରୁ ବଡ଼ ହେଲା ଯାଏ କର୍ମ ପଥର
ଧାରରେ ରହି କର୍ମ କରି ଚାଲିଛି। କର୍ମକୁ ମୂଳମନ୍ତ୍ର ବୋଲି ବିଚାର କରି ପରର ଉପକାର କରି ଚାଲିଛି। ତେଣୁ ତାର ଏହି ମହତ୍ ଗୁଣକୁ ଆମ୍ଭେମାନେ ଶିକ୍ଷା କରିବା ଉଚିତ। ସମସ୍ତେ ନିଜ ନିଜର କର୍ମ କରିବା ସହିତ ପରର ଉପକାର କରିବା ଉଚିତ। ବାସ୍ତବରେ ଗଛଠାରୁ ଏହି ମହାନ ଶିକ୍ଷା ଆମ୍ଭେମାନେ ପ୍ରତିଦିନ ଶିକ୍ଷା କରିବା ଉଚିତ। ତଳେ କ ସ୍ତମ୍ଭରେ କେତେଗୁଡ଼ିଏ ଭାବାର୍ଥ ଦିଆଯାଇଛି। କବିତାରେ କେଉଁଠି ସେହି କଥା କୁହାଯାଇଛି? ଖ ସ୍ତମ୍ଭରେ ସେହି ଧାଡ଼ି ବା ଧାଡ଼ିଗୁଡ଼ିକ ଲେଖ। ନମୁନାଟିଏ ଦିଆଯାଇଛି। ଗଛ ଆମକୁ ଫଳ ଖାଇବାକୁ ମନା କରିନାହିଁ। ଫଳ ଖାଇବାକୁ ବଳାଇଛ ମନ, ଆପତ୍ତି ମୋହର ନାହିଁ। ଗଛର ଆଖିରୁ ଲୁହର ଧାର ବହୁଛି। କ୍ଷୀର ନୁହେଁ ଏତ ଲୋତକ ଧାରାରେ, ନୟନୁ ଝରଇ ମୋର। ପ୍ରଚୁର ଫଳ ଦେଖି ମୋତେ ଈର୍ଷା କରୁଛ। ଆଜି ସିନା ତୁମେ ଈରିଷା କରୁଛ ଦେଖି ଫଳ ମାଳ ମାଳ। ସାରା ଜୀବନ କର୍ମ ପଥର ରହିବ। ଏସାରା ଜୀବନ କରମ ପଥରେ ହେଳା ନ କରିବ କେହି। ଆମ ପରିବେଶ ହତଶ୍ରୀ ହେବ ନାହିଁ। ଆମ ପରିବେଶ ହତଶ୍ରୀ ହେବ ନାହିଁ। ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶ୍ରୀ। ଦୁଃଖରେ ମୋ ପ୍ରାଣ ଜଳିଯାଉଛି। ଜାଣି ପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ଅକ୍ଷର ସଜାଡ଼ି ଶବ୍ଦ ଗଢ଼, ପାରୁଛ ଯଦି ମାତ୍ରାକୁ ଯୋଡ଼। ଜୀବନ ଜଗତ ଲୋତକ ଧରଣୀ ଶୋଚନା ଉପକାର ସବୁଜିମା। ଗ ଶବ୍ଦ ଝୁଲୁଛି ଗଛରେ ଦେଖ, ସମାନ ଅର୍ଥକୁ ଖୋଜିଣ ଲେଖ। ଗଛ ବୃକ୍ଷ ପାଦପ, ପତ୍ର ପଲ୍ଲବ ଦଳ, ଲୁହ ଲୋତକ ଅଶ୍ରୁ, ଆଖି ନୟନ ଚକ୍ଷୁ, ଶପଥ ପଣ ପ୍ରତିଜ୍ଞା। ଘ ତଳେ କବିତାରେ କିଛି ଅଂଶ କ ଖ ସ୍ତମ୍ଭରେ ରହିଅଛି। କବିତାକୁ ମନେ ପକାଇ ସମ୍ପର୍କିତ ପଦକୁ ଯୋଡ଼। ଡାଳକୁ ମୋହର ଟାଣି ନେଉଥାନ୍ତି। କ୍ଷୀର ନୁହେଁ ଏତ ଲୋତକ ଧାରା। ଗଛ ଲଗାଇବା ଫୁଲ ଫଳ ସାଇତିଛି। ପର ଉପକାର ମୂଳମନ୍ତ୍ର ହେବ। ଜନମ କାଳରୁ ବରଷା ଝଡ଼ ସହିଛି। ଜଗତ ହିତରେ ଗଛ ଲଗାଇବା। ଧରଣୀ ହସିଲେ ଆମ ପରିବେଶ ହସିବ। ଏରୂପ ମୋହର ସାଧନାର ଫଳ। ଫଳ ଖାଇକି ଶପଥ କରିବା। ଛାଇରେ ଆସରା ଦେଇଛି ବକଳ ହୃଦୟ ଚିରି। ଙ ଆସ ଯୋଡ଼ି ଶବ୍ଦ ବିଷୟରେ ଜାଣିବା। ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ। ଉପରେ ରେଖାଙ୍କିତ ଶବ୍ଦଟି ଭଉଣୀ ଭାଇ। ଭଉଣୀ ଓ ଭାଇ ଶବ୍ଦ ଦୁଇଟି ମିଶି ଗୋଟିଏ ଶବ୍ଦ ହୋଇଛି, ତାହା ହେଲା ଭଉଣୀ ଭାଇ। ଏହାକୁ ଯୋଡ଼ି ଶବ୍ଦ କୁହାଯାଏ। କେହି କେହି ଯୁଗ୍ମ ଶବ୍ଦ ବି କହନ୍ତି। ଏଥର ତୁମ ବହିରୁ ଆଉ କେତୋଟି ଯୋଡ଼ି ଶବ୍ଦ ଖୋଜି ଲେଖ। ଖରା କାକର, ଡାଳ ପତର, ଚେର ମୂଳ, ଫୁଲ ଫଳ।
च ପଦ୍ୟ ରୂପରୁ ଗଦ୍ୟ ରୂପ। ଧରଣୀ ହସିଲେ ଆମ ପରିବେଶ, ହେବ ନାହିଁ ହିତଶିରି। ରେଖାଙ୍କିତ ପଦଟିକୁ ଦେଖ, ଏହା ହେଉଛି ପଦ୍ୟରେ ପ୍ରକାଶିତ ରୂପ। ଏହାର ଗଦ୍ୟ ରୂପ ହେଉଛି ହତଶ୍ରୀ। ଏହିଭଳି ଆଉ କେତେକ ପଦ୍ୟ ରୂପ କବିତାରେ ରହିଛି। ତୁମେ ସେଗୁଡ଼ିକ କ ସ୍ତମ୍ଭରେ ଲେଖ, ସେଗୁଡ଼ିକର ଗଦ୍ୟ ରୂପ ଖ ସ୍ତମ୍ଭରେ ଲେଖ। ହତଶିରି ହତଶ୍ରୀ, ପରାଣ ପ୍ରାଣ, ଜନମ ଜନ୍ମ, ଯତନେ ଜନେ, ଈରିଷା ଈର୍ଷା, ପରିଜନ୍ତ ପର୍ଯ୍ୟନ୍ତ, କରମ କର୍ମ, ମନ୍ତର ମନ୍ତ୍ର, ଆସରା ଆଶ୍ରା। 1 ନମ୍ବର, ରଜ ପର୍ବ ପରେ ଖରାଦିନ ଛୁଟି ଶେଷ ହୁଏ। ବିଦ୍ୟାଳୟ ଖୋଲେ। ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଉତ୍ସବ ପାଳନ ହୁଏ, ଯେମିତିକି ଯୋଗ ଦିବସ, ଉତ୍କଳ ଦିବସ ପ୍ରଭୃତି। ତୁମେ ଏସବୁର ଏକ ତାଲିକା ପ୍ରସ୍ତୁତ କର। ଉତ୍କଳ ଦିବସ, ଯୋଗ ଦିବସ, ସ୍ୱାଧୀନତା ଦିବସ, ଗୁରୁ ଦିବସ, ଗାନ୍ଧୀ ଜୟନ୍ତୀ, ଶିଶୁ ଦିବସ, ସାଧାରଣତନ୍ତ୍ର ଦିବସ। 2 ନମ୍ବର, ବର୍ଷା ଦିନ ଆସିଲେ ଚାରିଆଡ଼ ଗଛ ଲଗାଯାଏ। ବୃକ୍ଷରୋପଣ ସପ୍ତାହ ପାଳନ ହୁଏ। ତୁମ ବିଦ୍ୟାଳୟ ହତାରେ କି କି ଗଛ ଲଗାଯାଇଛି ତାର ନାମ ଲେଖ। ତୁମେ ଏଥିରେ ସାମିଲ ହୁଅ। ଆମ ବିଦ୍ୟାଳୟ ହତାରେ ଆମ୍ବ, ପଣସ, ଲିଚୁ, ପିଜୁଳି, ନଡ଼ିଆ, ଅମୃତଭଣ୍ଡା ସହିତ ନାନା ଜାତିର ଫୁଲ ଫଳ ଲଗାଯାଇଛି। 3 ନମ୍ବର, ବିଦ୍ୟାଳୟ ବ୍ୟତୀତ ତୁମ ଗାଁ ଓ ସହରରେ ଥିବା ଖାଲି ଜାଗାରେ ଗଛ ଲଗାଯାଏ। ତୁମେ ତୁମ ବନ୍ଧୁମାନଙ୍କ ସହ ମିଶି ଏଥିରେ ସାମିଲ ହୁଅ। 4 ନମ୍ବର, ବୃକ୍ଷରୋପଣ ଉପରେ ପୋଷ୍ଟର ଓ ସ୍ଲୋଗାନମାନ ସଂଗ୍ରହ କର। ପାରୁଛ ଯଦି ତୁମେ ଓ ତୁମ ବନ୍ଧୁମାନେ ଗୋଟିଏ ଗୋଟିଏ ସ୍ଲୋଗାନ ଲେଖ, ପୋଷ୍ଟର ତିଆରି କର। ପ୍ରଥମ ପୋଷ୍ଟରକୁ ଉପଯୁକ୍ତ ପୁରସ୍କାର ଦିଆଯିବ। ଗଛ ଗଛ ଗଛ, ଗଛ ବିନା ଏ ଜୀବନେ ଆଉ ସବୁ ତୁଚ୍ଛ। 1 ନମ୍ବର, ଯଦି ଆମ ପୃଥିବୀ ଗଛ ଶୂନ୍ୟ ହୋଇଯିବ କ'ଣ ହେବ? ଅନୁମାନ କରି ଅତି କମରେ 10ଟି ବାକ୍ୟ ଲେଖ। ଯଦି ଆମ ପୃଥିବୀ ଗଛ ଶୂନ୍ୟ ହୋଇଯାଏ, ବର୍ଷାର ପରିମାଣ କମିଯିବ ଓ ବୃଷ୍ଟିପାତ ଅନିୟମିତ ହେବ। ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଲାଗି ରହିବ। ଖାଦ୍ୟ ଉତ୍ପାଦନ ବହୁ ପରିମାଣରେ ହ୍ରାସ ପାଇବ। ପୃଥିବୀ ଏବଂ ବିରାଟ ମରୁଭୂମି ପାଲଟିଯିବ। ଗଛ ନ ରହିଲେ ପ୍ରାଣୀ ଜଗତ ଶ୍ୱାସକ୍ରିୟାରେ ବାୟୁମଣ୍ଡଳରୁ ଛାଡ଼ୁଥିବା ଅଙ୍ଗାରକାମ୍ଳ ଆଉ ଅମ୍ଳଜାନକୁ ପରିବର୍ଦ୍ଧିତ ହୋଇପାରିବ ନାହିଁ। ପୃଥିବୀରେ ଅଙ୍ଗାରକାମ୍ଳ ଗ୍ୟାସ୍ ବଢ଼ିଯିବାରୁ ପୃଥିବୀର ଉତ୍ତାପ ବଢ଼ିଯିବ। ଜୀବଜନ୍ତୁ ଆଉ ବଞ୍ଚି ରହିପାରିବେ ନାହିଁ। ମଣିଷମାନେ ଗୋଟିଏ ବିଷାକ୍ତ ପରିବେଶରେ ବଞ୍ଚି ନ ପାରି ମରିଯିବେ। ପୃଥିବୀ ଏକ ଜୀବଜଗତ ଶୂନ୍ୟ ଗ୍ରହ ପାଲଟିଯିବ। ପୃଥିବୀର ସବୁଜିମା ନଷ୍ଟ ହୋଇ ଏହା ଏକ ଶୁଷ୍କ ଗ୍ରହରେ ପରିଣତ ହେବ। 2 ନମ୍ବର, ଯଦି ତୁମକୁ ଅନ୍ୟ ଗ୍ରହକୁ ଯିବାର ସୁଯୋଗ ମିଳିବ, ତେବେ ତୁମେ କେଉଁ ଗ୍ରହକୁ ଯିବାକୁ ଚାହିଁବ? ତୁମ ପସନ୍ଦ କରିଥିବା ଗ୍ରହ ସମ୍ପର୍କରେ 10 ଧାଡ଼ି ଲେଖ। ମୋତେ ଯଦି ଅନ୍ୟ ଗ୍ରହକୁ ଯିବାର ସୁଯୋଗ ମିଳିବ, ତେବେ ମୁଁ ମଙ୍ଗଳ ଗ୍ରହକୁ ଯିବାକୁ ଚାହିଁବି। କାରଣ ଏହି ଗ୍ରହରେ ଜଳ ରହିଥିବାର ସନ୍ଧାନ ମିଳିଛି। ଏହି ଗ୍ରହରେ ବାୟୁମଣ୍ଡଳ ମଧ୍ୟ ଅଛି। ମଣିଷ ବସବାସ କରିବା ସହଜ ବୋଲି ବୈଜ୍ଞାନିକମାନେ କହିସାରିଲେଣି। ଏଠାକାର ତାପମାତ୍ରା ଜୀବଜଗତ ସୃଷ୍ଟି ପାଇଁ ଅନୁକୂଳ।
ଏଠାରେ ଏହି ଗ୍ରହଟି ଆମକୁ ଖାଲି ଆଖିରେ ଦେଖାଯାଏ। ଏହାକୁ ଲାଲ ଗ୍ରହ କହନ୍ତି। ଏହା ବେଳେବେଳେ ପୃଥିବୀର ନିକଟତମ ହୋଇଥାଏ। ଏହା ଦେଖିବାକୁ ଖୁବ୍ ସୁନ୍ଦର ଦିଶେ।